ଗତକାଲି କାଲି ଆପଣ ଧଉଳି ଥାନାରେ ଆପଣ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଥିଲେ ପୁଣି ସେଠୁ ଆପଣ ପଳେଇ ଆସିଲେ କଣ ଥିଲା କାଲିର ଘଟଣା? ସାର୍ ମତେ କାଲି ମତେ ନ୍ୟାୟ ମିଳୁନି ସେଥିପାଇଁ ମୁଁ ଯାଇଥିଲି ଆମରଣ ଅନଶନରେ ବସିବି ବୋଲି। ସେଠି ମୁଁ 1-2ଟା ପର୍ଯ୍ୟନ୍ତ ବସିଲା ପରେ ମତେ ଏସିପି ସାର୍ ବୁଝେଇ ସୁଝେଇ ମତେ ପଠେଇଦେଲେ, କହିଲେ ଯେ ଆଜି ନ୍ୟାୟ ଦେବେ ବୋଲି। କିନ୍ତୁ ଆଜି ବି ମତେ ନ୍ୟାୟ ମିଳିଲାନି ସାର୍। ମୁଁ ଆଜି ଆସିଥିଲି ଡିସିପି ଅଫିସ, ଡିସିପି ମାନେ ମୁଁ କାଲି ଆମରଣ ଅନଶନରେ କାଲି ବସିବି ପିସି ଅଫିସରେ, ସେଥିପାଇଁ ଡିସିପି ଅଫିସ ଆସିଥିଲି ଜଣେଇବା ପାଇଁ। କାଲି ମୁଁ ଆମରଣ ଅନଶନରେ ବସିବି ଯେ ପର୍ଯ୍ୟନ୍ତ ମତେ ନ୍ୟାୟ ନ ମିଳିବ ସାର୍, ମୁଁ ସେ ପର୍ଯ୍ୟନ୍ତ ବସିବି। ମୋର ମୁଁ ମରିବି, ନହେଲେ ସାଧୁ ଦାସ ଗିରଫ ହବ, ନହେଲେ ମୁଁ ମରିବି। ଆଜି ଆପଣ କାହାକୁ ଭେଟ କଲେ ଡିସିପି ଅଫିସରେ? ଏସିପି କୁ ଭେଟ କଲି, ଡିସିପି ସାର୍ ନଥିଲେ। ଏସିପି କଣ ପ୍ରତିଶ୍ରୁତି ଦେଲେ? ପ୍ରତିଶ୍ରୁତି ଦେଲେ ଯେ କହିଲେ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନ୍ୟାୟ ମିଳିବ ବୋଲି। ଆଜ୍ଞା। ଆପଣ କଣ କାଲି ତାଙ୍କୁ ଅପେକ୍ଷା କରିବେ ନା ଆପଣ କାଲି ଧାରଣାରେ ବସିବେ? ନାଇଁ ସାର୍, ମୁଁ ଲିମିଟ କ୍ରସ ହେଇସାରିଲାଣି। ମୁଁ ବହୁତ ଦିନ 12 ଦିନ ଆଜି ହେଇଗଲାଣି, ମୁଁ ଆଉ ସହିପାରୁନି ସାର୍। ମୁଁ କାଲିଠୁ ଆମରଣ ଅନଶନରେ ବସିବି। ଆପଣ ଗୋଟେ ଏସ୍ଆଇ ବିରୁଦ୍ଧରେ ଅଭିଯୋଗ କରୁଥିଲେ, କଣ ଥିଲା ସେ ଅଭିଯୋଗ? ଆପଣ ଧଉଳି ଥାନାର ଜଣେ ଅଧିକାରୀଙ୍କ ବିରୁଦ୍ଧରେ ଆପଣ ଆଜ୍ଞା ଗୋଟେ ଅଭିଯୋଗ କରିଥିଲେ, କଣ ଥିଲା ସେ ଅଭିଯୋଗ? ସାର୍ ସେ ପୋଲିସ ହେବାର ଯୋଗ୍ୟତା ତାଙ୍କର ନାହିଁ ସାର୍। ସେ ସେଠୁ ମାନେ ସେ ପୋଷ୍ଟରୁ ସେ ବାହାରି ଆସିବା ଦରକାର। ତାଙ୍କ ଜାଗାରେ ଆଉ କୋଉ ଲୋକ ଯଦି ବସିବେ ସେ ନାରୀକୁ ନ୍ୟାୟ ଦେବେ ସାର୍। ତାଙ୍କ ନାଁ ହେଲା ସନ୍ତୋଷ କୁମାର ବଳ ସାର୍। ସେ ଅଲରେଡି 5 ଲକ୍ଷ ଟଙ୍କା ଖାଇ ସାରିଛନ୍ତି। ଯୋଉ 5 ଲକ୍ଷ ମତେ ସାଧୁ ଦାସର ଲୋକ ଯାଚୁଥିଲେ, ସେଇ 5 ଲକ୍ଷ ଟଙ୍କା ସେ ଖାଇ ସାରିଛନ୍ତି। ସେଥିପାଇଁ ସେ ମତେ ନ୍ୟାୟ ଦେବା ପାଇଁ ଶୁଣୁନାହାନ୍ତି। ମାନେ ତାଙ୍କର ଲାଗୁନି ବୋଧେ ତାଙ୍କ ଘରେ କି ତାଙ୍କ ମା ଭଉଣୀ ମୋ ସହିତ ଯାହା ହେଇଛି, ତାଙ୍କ ମା ଭଉଣୀ ଏମିତି ହେଲେ ସେ ସନ୍ତୋଷ କୁମାର ବଳ ସାର୍ ସେଠି ଜାଣିପାରିବେ ଗୋଟେ ଝିଅ ସହିତ ହେଲେ କେତେ କଷ୍ଟ ହୁଏ ସାର୍। କାଲି ନିଶ୍ଚିତ ବସିବେ, ଧାରଣାରେ ବସିବେ? ଆଜ୍ଞା ସାର୍, କାଲି ମୁଁ ବସିବି ସାର୍। ଠିକ ଅଛି, ଆପଣଙ୍କୁ ଯୋଉ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ଆପଣ ସେ ପର୍ଯ୍ୟନ୍ତ ବସିବି। ମୋ ଜୀବନ ଚାଲିଯିବ କିନ୍ତୁ ମୁଁ ବସିବି ସେଠି। ଓଡ଼ିଶାବାସୀଙ୍କୁ କଣ ନିବେଦନ କରିବେ? ଆପଣ କଣ ଅନୁରୋଧ କଣ କରିବେ ସରକାରଙ୍କୁ ଆଉ ଓଡ଼ିଶାବାସୀଙ୍କୁ କଣ ଅନୁରୋଧ କରିବେ? ମୁଁ ସରକାରଙ୍କୁ ଏତିକି ନିବେଦନ କରୁଛି, ମୋ ଭିଡିଓ ଯଦି ଆପଣଙ୍କ ପାଖରେ ପହଞ୍ଚୁଛି ମତେ ନ୍ୟାୟ ଦିଅନ୍ତୁ। ଆଉ ଓଡିଶାବାସୀ ମତେ ଫୁଲ ସପୋର୍ଟ କରୁଛନ୍ତି, କିନ୍ତୁ ପୋଲିସ ପ୍ରଶାସନ ଚୋର, ଏମାନେ ପଇସା ଖାଉଛନ୍ତି। ପଇସା ଯୁଆଡେ ପୋଲିସ ପ୍ରଶାସନ ସିଆଡେ। ଲୋକଙ୍କୁ କଣ ନିବେଦନ? ଲୋକଙ୍କୁ ଏତିକି ନିବେଦନ କରୁଛି, ମୁଁ କାଲି ପିସି ଅଫିସରେ ଆମରଣ ଅନଶନରେ ବସିଛି, ମତେ ପ୍ଲିଜ ଟିକେ ହେଲ୍ପ କରନ୍ତୁ।